ଔପନ୍ୟାସିକା ବଡ଼ ଘରର ଦାସୀ ଔପନ୍ୟାସିକ ଦେବଦାସ ଛୋଟରାୟ ପଢ଼ି ଶୁଣାଉଛନ୍ତି ସୁଧାକର ଦାସ। ଅଧରାତିର ପାନଖିଆ। 1970 ମସିହା ନଭେମ୍ବର ମାସରେ ବୋଧହୁଏ ମୋର ବୀଣା ସହିତ ପ୍ରଥମ ସାକ୍ଷାତ ହେଲା। ଆମେ ସେତେବେଳେ କିଛିଦିନ ନାଗପୁରରେ ଥିଲୁ। ନାଗପୁରରେ ଖରାଦିନ ଯେତିକି ତାତିଲା, ଶୀତଦିନ ବି ସେତିକି ହେମାଳ, ବିଶେଷତଃ ରାତିରେ। ବୀଣା ଆଉ ମୁଁ ପ୍ରାୟ ଅଭ୍ୟାସ କଲାପରି ରାତିରେ ଖାଇଲା ପରେ ନାଗପୁରର ସିଭିଲ ଲାଇନ୍ସର ଲମ୍ବା ଆଉ ଆଲୋକିତ ରାସ୍ତାରେ ବୁଲିବାକୁ ଯାଉ। ରାତି 10ଟା ବେଳେ ରାସ୍ତା ପ୍ରାୟ ନିର୍ଜନ, କଦବା କ୍ୱଚିତ୍ ଗୋଟାଏ ଗାଡ଼ି ମୋଟର ଯାଏ। ମୁଁ ରାସ୍ତାକଡ଼ର ବସନ୍ତ ଦୋକାନରେ ଜର୍ଦାପାନ କିଣେ, ଆଉ ବୀଣା ଚୁପଚାପ ଛିଡ଼ା ହୁଏ। ପାନ ଦୋକାନ ପାଖେ ଅଟକି ଝିଅମାନଙ୍କର ନିତିଦିନ ପାନ କିଣି ଖାଇବାର ଦୃଶ୍ୟ ପ୍ରାୟ ଦୃଷ୍ଟିଗୋଚର ହୁଏ ନାହିଁ। କିନ୍ତୁ ବୀଣା ମୋ ସାଙ୍ଗରେ ପ୍ରତିଦିନ ରାତିରେ ବସନ୍ତ ଦୋକାନକୁ ଯାଏ। ସବୁ ପାନ ଦୋକାନ ପାଖରେ ବିଶେଷ କରି ସିଗାରେଟ୍ ମିଳୁଥିଲେ, ରାତି ବେଶୀ ହେଲେ ମଦୁଆ ବି ଜୁଟିଯାଆନ୍ତି। ବସନ୍ତ ବୀଣାକୁ ମେମ୍ ସାହେବ କହି ଅତି ସମ୍ଭ୍ରମର ସହିତ ଦେଖେ ବୋଲି ମଦୁଆମାନେ ବି ବୀଣା ଥିବା ସମୟରେ ଅନୁଚ୍ଚ ଗଳାରେ କଥାବାର୍ତ୍ତା କରନ୍ତି। ସେଦିନ ରାତିରେ ଆମେ ନିଜ ଭିତରେ କଥା ହେଉ ହେଉ ବସନ୍ତର ଦୋକାନ ଟପି ଅନେକ ଦୂରକୁ ଚାଲିଯାଇଥିଲୁ। ଫେରୁ ଫେରୁ ରାତି 11ଟା ହୋଇଗଲା। ବସନ୍ତର ଦୋକାନ ବି ବନ୍ଦ ହୋଇଯାଇଥିଲା ବୋଧହୁଏ। ରାତି ହେମାଳ ହୋଇସାରିଥିଲା। ଦୁଇ କଡ଼ର ଦୀର୍ଘ ଗଛମାନେ ସେମାନଙ୍କର ହେମନ୍ତର ପତ୍ର ସବୁ ଝାଡ଼ି ସାରିଥିଲେ। ଗଛ କଡ଼ ଦେଇ ଚାଲିଗଲେ ଶୁଖିଲା ଆଉ ଅଧା ହଳଦିଆ ପତ୍ର ସବୁ କଚକଚ ହୋଇ ଜୋତା ତଳେ ଭାଙ୍ଗି ଯାଉଥିଲେ। ଏତିକିବେଳେ ସେ ନିଶୁନ ଆଉ ଉଜ୍ଜ୍ୱଳ ରାସ୍ତାରେ ଦୁଇଜଣ ଯୁବକ ଗୋଟିଏ ସାଇକେଲ ଚଢ଼ି ଆମ ପଛରୁ ଆସିଲେ, ଆଉ ଆମକୁ ଟପିଲା ମାତ୍ରେ ହଠାତ୍ ବୁଲିପଡ଼ି ଆମ ରାସ୍ତା ରୋକି ଠିଆ ହୋଇପଡ଼ିଲେ। ରକିର ସଞ୍ଜୟ ଦତ୍ତ ପରି ଯିଏ ସାଇକେଲର ଆଗ ରଡ୍ରେ ବସିଥିଲା, ସେ ଧଡ଼କିନା ଓହ୍ଲାଇ ପଡ଼ି ଗୋଟିଏ ସ୍ପ୍ରିଙ୍ଗବାଲା ଛୁରୀ ଫଟକିନା ଖୋଲି ମୋ ଛାତିରେ ଲଗାଇ ଦେଇ କହିଲା, ଏଇ ମାଲ ନିକଲ, ଜଲ୍ଦି ମାଲ ନିକଲ। ମୁଁ ସ୍ୱଭାବତଃ ଭୀରୁ, ବିଶେଷ କରି ଗୁଣ୍ଡା, କୁକୁର ଆଉ ପୁଲିସ ସାମ୍ନାରେ। ଏ ତିନୋଟି ଶ୍ରେଣୀ ହେଲେ ଅହେତୁକ ଝଞ୍ଝଟରେ ଫସି ଜହନ୍ନୁମକୁ ଯିବାର ଗୋଟିଏ ଗୋଟିଏ ରାଜରାସ୍ତା। 14ଟା ଇଞ୍ଜେକ୍ସନଠାରୁ ଆରମ୍ଭ କରି 14ଟା ଷ୍ଟିଚ୍ କି 14 ବର୍ଷ ବନବାସର ପୋଖତ କାରିଗର ଏମାନେ। ଏମାନଙ୍କୁ ଦୂରରୁ ଜୁହାର। ବଡ଼ କଷ୍ଟରେ ପିଲାଦିନ ସାରା କଟକ ସହରରେ ଏମାନଙ୍କ ଦାଉରୁ ଇଜ୍ଜତ ବଞ୍ଚେଇ ଚଳିଛି। କଲେଜରେ ପଢ଼ିଲା ବେଳେ ନିଜ ସପକ୍ଷରେ 2-3ଟା ଗୁଣ୍ଡା ଶ୍ରେଣୀୟ ବନ୍ଧୁ ଥିଲେ ବଡ଼ ନିରାପଦ ଲାଗୁଥିଲା। ପୁଣି ଛୁରୀଧାରୀ ମାଇଣ୍ଡ୍ରେକ୍ସ ଖିଆ। ସେତେବେଳେ ମାଇଣ୍ଡ୍ରେକ୍ସ ଚାଲୁଥିଲା ଜୋରଦାର। ଅକ୍ଷୁର୍ଣ୍ଣ ଅଙ୍ଗ ସୌଷ୍ଠବର ଗୁଣ୍ଡାଟିକୁ ଏକୁଟିଆ ସାମ୍ନା କରିବାର ଅପସାହସ ମୋର ସେତେବେଳେ ନଥିଲା, କି ଆଜି ବି ନାହିଁ। ଆଉ ଘଟଣାଟା ଅର୍ଥାତ୍ ଛାତିରେ ଛୁରୀ ଲଗାଇବା ପର୍ଯ୍ୟନ୍ତ ଏତେ କ୍ଷିପ୍ରଗତିରେ ଘଟିଲା ଯେ ମୁଁ ହତପ୍ରଭ ହେବାର ସମୟ ପାଇଲିନି। ଆଉ ମାଲ ମୋ ପାଖରେ କାହିଁ? ମୋ ହାତଘଣ୍ଟା କେବେଠୁ ଚୋରି ହୋଇଯାଇଛି। ମୁଁ ମୁଦି ପିନ୍ଧେନି। ମୋ ବୋଉ ପାଇକମାଳର ନୃସିଂହନାଥଙ୍କ ପାଖରେ ମାନସିକ କରିଥିଲା ବୋଲି ଶ୍ରୀରାମକୃଷ୍ଣ ଟଙ୍କା ନ ଛୁଇଁଲା ପରି ମୁଁ ସୁନା ଛୁଏଁନି। ମୋର ମାଲ କାହିଁ? ପିନ୍ଧିବା ପୋଷାକକୁ ବାଦ୍ ଦେଲା ପରେ ମୋ ପାଖରେ ରହିଲା କୋକାକୋଲା ବୋତଲର ପଛକାଚ ପରି ମୋଟା କାଚଲଗା -9 ପାୱାରର ଚଷମାଟିଏ। ତାକୁ ଯଦି ଇଏ ମାଲ ହିସାବରେ ନେଇଯିବ, ତାହେଲେ ମୋତେ ତ କିଛି ଦିଶିବନି, ଆଉ ତାକୁ ବି କିଛି ଦିଶିବନି। ପର୍ସ ନିକାଲ, ଘଡ଼ି ନିକାଲ। ଏତେ ଶୀତରେ ବି ସାର୍ଟ ସାମ୍ନା 2ଟା ଯାକ ବୋତାମ ଖୋଲା ରଖିଥିବା ଗୁଣ୍ଡାଟି କହିଲା। ଘଡ଼ି ତ ମୋ କଚଟିରେ ନାହିଁ, ତେବେ ଲୋକ କ'ଣ ମାଗୁଛି? ବୋଧହୁଏ ଭଦ୍ରଲୋକର ସଂଜ୍ଞା ଭିତରେ ହାତଘଡ଼ିଟା ଅପରିହାର୍ଯ୍ୟ ଭାବରେ ସାମିଲ ହୋଇଯାଇଛି। ତେଣୁ ନଥିଲେ ବି ତାକୁ ଦିଶୁଛି। ଆଉ ପର୍ସ କଥା ଶୁଣି ସେ ପରିସ୍ଥିତିରେ ମଧ୍ୟ ମୁଁ କିରକିର ହୋଇ ହସିଲି। ଠିକ୍ ହୈ, ପର୍ସ ଦିଖାତା ହୁଁ, पर ये तुम्हारा किस काम आएगा? ମୋ ପ୍ୟାଣ୍ଟ ପକେଟରୁ ପର୍ସଟି କାଢ଼ିଲା ବେଳେ ତାର ଅନ୍ତର୍ଗତ ଦୈନ୍ୟ ବିଷୟରେ ପୂର୍ଣ୍ଣ ଅବହିତ ଥିବାରୁ ଏ ଗୁଣ୍ଡାଟି ସାମ୍ନାରେ କେବଳ ହସିବି ନା କାନ୍ଦିବି ବୋଲି ସ୍ଥିର କରିପାରିଲିନି। କାରଣ ମୋ ପର୍ସରେ ଥିଲା ସର୍ବମୋଟ 3 ଟଙ୍କା, 2ଟା ଅଧାଚିରା ସିନେମା ଟିକେଟ। ମୁଁ ଆଜି ପର୍ଯ୍ୟନ୍ତ ଦେଖିଥିବା ସିନେମାର ଚିରା ଅଂଶ ସଂଗ୍ରହ କରି ରଖେ। ସୀତାନାଥ ମାମୁଙ୍କ 2 ଝିଅ ଟିକିନି ଆଉ ଗୁଡ଼ିଆର ଆମେରିକାରେ ପିଲାଦିନର ରଙ୍ଗୀନ ଫଟୋ, ସେତେବେଳେ ରଙ୍ଗୀନ ଫଟୋ କ୍ୱଚିତ୍ ଦେଖିବାକୁ ମିଳୁଥିଲା। ଆଉ କଟକର ଜଣଙ୍କର ଛୋଟ ସେଫ୍ଟି ପିନ୍ଟିଏ। ତା ଛଡ଼ା ଗୋଟିଏ ଧଳା ଚିରକୁଟରେ ଲେଖା ମାଳିନୀ ଦାସଗୁପ୍ତର କଲିକତାର ଠିକଣା, ଯାହାକୁ ମୁଁ 3 ବର୍ଷ ତଳେ ଟ୍ରେନରେ ଭେଟିଥିଲି। Sample complete. Ready to continue?